ଗରିବର ଦୁର୍ଗାସ୍ତବ। ଗୋଦାବରୀଶ ମହାପାତ୍ର। ଗୋଦାବରୀଶ ମହାପାତ୍ର ଜଣେ କବି, ପ୍ରାବନ୍ଧିକ, ଔପନ୍ୟାସିକ ଓ ସମାଲୋଚକ ଥିଲେ। ସମାଜ ଓ ରାଜନୀତିରେ ଘଟିଯାଉଥିବା ଅନ୍ୟାୟ ଓ ଅନୀତିକୁ ସମାଲୋଚନା କରିବା ବେଳେ ତାଙ୍କର ମନ ହୋଇଛି, ଏତେ ଅନ୍ୟାୟ ଦେବତା କିପରି ସହୁଛନ୍ତି? ଭାରତକୁ ଦେବଭୂମି କୁହାଯାଏ। ଓଡ଼ିଶା ପ୍ରଭୁ ଜଗନ୍ନାଥଙ୍କର ଦେଶ। ତଥାପି ଏଇଠି ମଣିଷକୁ ଏତେ ଅତ୍ୟାଚାର କରେ। ଏ ସମାଜରେ ମଣିଷ ଦଳିତ, ଶୋଷିତ, ଅବହେଳିତ ହୋଇପଡ଼ିଛି। ଏକଥା ଦେବତା କିପରି ଅଣଦେଖା କରୁଛନ୍ତି? ଦଶହରା ଏକ ବିଶିଷ୍ଟ ପର୍ବ। ଅଧର୍ମ ଉପରେ ଧର୍ମର ବିଜୟ। ସତ୍ୟର ବିଜୟ ପତାକା ଚଉଦିଗରେ ଉଡ଼ାଇ ମା ଦୁର୍ଗା ଆବିର୍ଭାବ ହୁଅନ୍ତି। ସହରମାନଙ୍କର ପ୍ରତି ଗଳିକନ୍ଦିରେ ମହାର୍ଘ ମେଢ଼ର ସଜ୍ଜିତ ହୋଇ ମା ଦୁର୍ଗା ଆଡ଼ମ୍ବରପୂର୍ଣ୍ଣ ପୂଜା ପାଆନ୍ତି। ସେତିକିବେଳେ ଗାଁ ଗହଳରେ ସାହି ସାହିରେ ଲୋକେ ଗଢ଼ି ଛଡ଼ି ଯାଉଥିବେ, କାହାକୁ କିପରି ଦେଖାଯାଏ ନାହିଁ। ମଣିଷ ନ ଦେଖିଲେ ଦେବତାମାନଙ୍କୁ ଆମେ ମା ବୋଲି ପୂଜା କରୁ, ସେ ମଧ୍ୟ କିପରି ନୀରବ ରୁହନ୍ତି। ଏହିପରି ନାନା ପ୍ରକାର ଦୁଃଖ, ଅଭିଯୋଗ ଓ ପ୍ରତିବାଦର ସ୍ୱର ତୋଳି କବି ନିଜେ ଗୋଟିଏ ଗରିବ ଲୋକ ହୋଇ ଦୁର୍ଗାଙ୍କୁ ସ୍ତବ ବା ଜଣାଣ କରିଛନ୍ତି। 3 ଦିନର ପୂଜା ପରେ ଦେବୀଙ୍କର ବିସର୍ଜନ ହୁଏ। ତାକୁ କବି ସାଙ୍କେତିକ ଭାବରେ ଗସ୍ତ କହିଛନ୍ତି। ବଡ଼ ହାକିମମାନେ ଗସ୍ତରେ ଯାଇ ଶାସନର ପରିଚାଳନା ତଦାରଖ କରନ୍ତି। ତା ଭିତରେ ନିଜର ପେଟ ପୂଜା, ପକେଟ ପୂଜା ସବୁ ହୋଇଯାଏ। ଏ ବ୍ୟବସ୍ଥା ଧନୀକୁ ଅଧିକ ଧନ ଦେବାର ଥାଏ। ନଗରେ ନଗରେ ବାଜା ବାଜୁଥିଲା। ଜମା ହୋଇଥିଲେ କେତେ ଥିଲା ବାଲା, ବିଚାରିଲି ତୁମେ ପାଲଟି ଗଲ କି ଆମର ମନ୍ତ୍ରୀ ପରି। ଏହା ଭିତରେ ରହିଛି ପ୍ରଚଳିତ ଶାସନ ବ୍ୟବସ୍ଥା ପ୍ରତି ତୀବ୍ର ବିଦ୍ରୂପ। କବି ନିଆଁଖୁଣ୍ଟା ନାମକ ସମାଲୋଚନା ପତ୍ରିକାର ସମ୍ପାଦକ ଥିଲେ। ଅନ୍ୟାୟ ଅନୀତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ତାଙ୍କର ଚିରଜାଗ୍ରତ। ସେ ଆଶ୍ଚର୍ଯ୍ୟ ହୋଇଛନ୍ତି, ଯେଉଁ ଦେବୀ କେବଳ ଧନବାନର ସତ୍କାର ନିଅନ୍ତି ଓ ଯତ୍ନ କରନ୍ତି, ସେ ଜଗତ ଜନନୀ କିପରି ହୋଇପାରିବେ? ଅନେକ ଫୁଲମାଳ, ଫଳ, ଭୋଗ ସବୁ ତ ମା ଗ୍ରହଣ କଲେ, ଥରେ ହେଲେ ଗରିବଙ୍କର ଆଡ଼େ ଚାହିଁଲେ ନାହିଁ କି ମନା କଲେ ନାହିଁ। ଠିକ୍ ଆମ ରାଜନୀତିରେ ନେତାମାନଙ୍କ ପରି। ତେଣୁ କବି ଭାବୁଛନ୍ତି, ହୁଏତ ମା ଦୁର୍ଗା ସ୍ୱର୍ଗର ଶାସନ କାଳରେ ମନ୍ତ୍ରୀ ଅଛନ୍ତି ଏବଂ ଆମ ରାଜନୈତିକ ଢାଞ୍ଚାରେ ଚଳିବାକୁ ଶିଖିଗଲେଣି। କବି ଜନନୀଙ୍କୁ ସତର୍କ କରି ଦେଉଛନ୍ତି ଯେ, ଏହାପରେ ସେ ଯେବେ ପୁଣି ଆସିବେ ଏବଂ ଏହିପରି ଧନୀ ଗରିବଙ୍କ ମଧ୍ୟରେ ପକ୍ଷପାତ ବିଚାର କରିବେ, ତେବେ ସେ ନିଶ୍ଚୟ ନିଆଁଖୁଣ୍ଟର ଶିକାର ହେବେ। ନିଆଁଖୁଣ୍ଟର ଚେଙ୍କ ଯାହା ଦେହରେ ବାଜେ ସେ ଜାଣେ ଏହା କେତେ ଯନ୍ତ୍ରଣାଦାୟକ। ମାଙ୍କ ଅବସ୍ଥା ସେପରି ହେବ। ମା ଦୁର୍ଗାଙ୍କର ପୃଥିବୀକୁ ଗସ୍ତ ଖର୍ଚ୍ଚ ବାବଦକୁ ସେ କେତେ କ'ଣ ନେବେ ତାହା ବ୍ରହ୍ମା ଓ ବିଷ୍ଣୁ, ଯେଉଁ ଦେବତାମାନେ ସ୍ୱର୍ଗର ଶାସନ ଦାୟିତ୍ୱରେ ଅଛନ୍ତି, ହୁଏତ ସେମାନେ ଜାଣିଥିବେ। କବି କିନ୍ତୁ ସ୍ଥିର ନିଶ୍ଚିତ ଯେ, ଗାଁ ଗହଳିର କାଦୁଅ ମାଟି ରାସ୍ତା, ଦରିଦ୍ର କୁଡ଼ିଆ ଆଉ ଅଶିକ୍ଷିତ ମଫସଲ ଲୋକଙ୍କ ଭିତରେ ସହର ଚାକଚକ୍ୟ ନଥିବାରୁ ଜନନୀ ଗାଁ ଆଡ଼େ ଗଲେ ନାହିଁ। ପୁରୁଣା ସମୟ ଭଳି ଆଉ ପଶୁ ବଳି ପଡ଼ୁନାହିଁ। ହୁଏତ ବିଚରା ଛେଳିଗୁଡ଼ା ଏବେ ଚୋରାବଜାରିଆ ପାଲଟି ଗଲେଣି। ସେମାନେ ଖୁବ୍ ସୁଲଭ ହୋଇଗଲେଣି। ବରଂ ଛେଦ ଛେଳି ବଦଳରେ କିଳାପତିଆ ଗୁଡ଼ିଏ ତୁମର ଗସ୍ତର ଉପହାର ସ୍ୱରୂପ ନେଇଯାଇଥାନ୍ତା। ମା ସହର ବଜାରରେ ତୁମକୁ ପୂଜିବା ପାଇଁ ଯେତେ ଆଡ଼ମ୍ବର ହେଲା, ସେସବୁ ପଇସା ମଫସଲିଆମାନଙ୍କର ରକ୍ତ ଚୋପଡ଼ାରୁ ନିଆଯାଇଛି। ଏଠାରେ ଯେଉଁ ମଣିଷମାନେ ନିରୀହ ପଶୁ ଭଳି ଜୀଇ ରହିଛନ୍ତି, ତାଙ୍କରି ସରଳତା ହିଁ ଏହି ଆଡ଼ମ୍ବରର ଉତ୍ସ। କବି ଶେଷରେ ପୁଣି ଅନୁରୋଧ କରି କହୁଛନ୍ତି ଯେ, ଯଦି ମା ପୁଣି କେବେ ଆସ, ତେବେ ଦେଖିଯିବ ଯେଉଁ ବଡ଼ବଡ଼ିଆମାନେ ତୁମକୁ ପୂଜା ଓ ଭେଟି ଦେଇ ଅପ୍ୟାୟିତ କଲେ, ତାହାର ମୂଳ ଉତ୍ସ କେଉଁଠି କିପରି ଅଛି। ଗାଁ ଲୋକଙ୍କ ରକ୍ତ ଝାଳ ରୂପରେ ବୋହିଲେ ହିଁ ଏଠି ଲୋକଙ୍କୁ ମୁଠାଏ ପଖାଳ ସାଙ୍ଗରେ ଶାଗ, ଲୁଣ, ଲଙ୍କା ମିଳେ ଖାଇବାକୁ। ଏହାକୁ ମା ଦୁର୍ଗାଙ୍କ ଏକ ସ୍ମାରକପତ୍ର ଭାବରେ କବି ଉତ୍ସର୍ଗ କରିଛନ୍ତି। ଧନ୍ୟବାଦ।